ହ୍ୟାଲୋ ହାଏ ନମସ୍କାର ମୁଁ ଅନୁପ ଆପଣମାନଙ୍କୁ ସ୍ୱାଗତ କରୁଛି ଆଉ ଏକ ଫ୍ରେଶ୍ ଭିଡ଼ିଓରେ। ଦେଖିପାରୁଥିବେ ମୁଁ ଏବେ ଗୋଟେ ଦୋକାନରେ ଅଛି। ମୋ ପଛପଟେ ସବୁ ବଚ୍ଚା ଲୋକ ଛିଡ଼ା ହେଇଛନ୍ତି। ତାଙ୍କ ଖାଇବା ଟାଇମ୍ ହେଇଗଲାଣି। ଏଇଟା ମୋର ଡେଲି ରୁଟିନ୍। ଯେତେବେଳେ ମୋ ଡ୍ୟୁଟି ସରେ ନାଇଟ୍ରେ ଏମାନଙ୍କୁ ଖାଇବାକୁ ଦେଇକି ମୋ ରୁମ୍କୁ ଯାଏ। ତାଙ୍କ ଖାଇବା ଦେଖିପାରୁଥିବେ କେମିତି ଲାଇନ୍ ହେଇକି ମୋ ସହିତ ଆସୁଛନ୍ତି। ତ ମୁଁ ସମସ୍ତଙ୍କୁ ରିକ୍ୱେଷ୍ଟ କରିବି ଯଦି ଏମିତି କିଛି ସୁଯୋଗ ଆପଣମାନଙ୍କୁ ମିଳୁଛି କିଛି ଏମିତି କାମ କରନ୍ତୁ। ସେମାନଙ୍କୁ କିଛି ଖାଇବା ଦିଅନ୍ତୁ। ଦେଖିପାରୁଥିବେ କେତେ କ୍ୟୁଟ୍ରେ ଅନଉଛନ୍ତି ମୋତେ। ମୁଁ ଛିଡ଼ା ହେଇଗଲି ମୋ ସହିତ ଛିଡ଼ା ହେଇଗଲେ। ଦେଖ ଏବେ ପଳେଇ ଆସିଲେ କୋଉଠି ମାନେ ବାହାରେ ଦେଖନ୍ତୁ ରାସ୍ତାରେ ବି ଛିଡ଼ା ହେଇଛନ୍ତି ଦେଖାଯାଉନି କ୍ୟାମେରା ଏତେ ବାଟ। ଖାଇବା ଏବେ ଦେଇଦେଲି ସେମାନେ ସବୁ ଖାଇବାରେ ଲାଗିଲେ। ଖାଇବା ସରିଲା ପରେ ବି ମୁଁ ଘରକୁ ଯିବି ମୋ ପଛେ ବି ଏମାନେ ଯାଆନ୍ତି ବହୁତ ବାଟ ପର୍ଯ୍ୟନ୍ତ। ଦେଖନ୍ତୁ କେମିତି ଖାଉଛନ୍ତି। ତ ଏବେ ଆଙ୍କ ଖାଇବା ସରିଲା ମୋ ଡ୍ୟୁଟି ବି ସରିଲା। ମୁଁ ଘରକୁ ଫେରିବି। ତ ଖାଇବା ନଥିଲା ମୋତେ ଗୁନୁ କହିଲା ବାହାରୁ କିଛି ନେବା ପାଇଁ। ଭାତ ଘରେ ଅଛି ଚିକେନ ପକୋଡ଼ା ଟିକେ ନେଇଯିବି ମୁଁ ଖାଇଦେବି କାରଣ ନନଭେଜ୍ ପ୍ରିୟ ଭାରି ମୁଁ। ଧରିକି ଚାଲି ଦେଖିପାରୁଥିବେ କେତେ ରାତି ହେଇଛି। ଲୋକ ବି ନାହାନ୍ତି ପୁରା କମିଗଲେଣି ଲୋକ। ଶୀତ ବହୁତ ଜୋରେ ଥଣ୍ଡା ବି ଲାଗୁଛି। ଦେଖିପାରୁଥିବେ ଆଙ୍କ ଭିତରୁ ଦେଖ ଗୋଟେ ମୋ ସହିତ ପୁରା ଦୌଡ଼ି ମାନେ ଟୋଟାଲ ରୁମ୍ ପାଖକୁ ପଳେଇ ଆସିଲା ଦେଖିଲ ପୁରା ରୁମ୍ ପାଖକୁ। ତାପରେ ଏବେ ମୁଁ ଏଣ୍ଟ୍ରି କରିବି ଘର ଭିତରକୁ ଗାଡ଼ି ଫାଡ଼ି ଥୋଇବି। ଆକୁ ଟିକେ ଲାଇଟ୍ ପକେଇକି ଦେଖେଇଦେଲି। ଆଗ ପୁଣି ମୋତେ ଆଣିକି ତଳେ ଖାଇବାକୁ ଦେବାକୁ ପଡ଼ିବ ପୁଣି ଯେହେତୁ ଆସିଛି ଏତେ ବାଟ। ଏବେ ମୁଁ ପଳେଇ ଆସିଲି ରୁମ୍କୁ ଦେଖନ୍ତୁ ସିଡ଼ିରେ ଆସୁଛି। ଦେଖିବା ଗୁନୁ କ'ଣ କରୁଛି ମୁଁ ତାକୁ କିଛି କହିନି ହଠାତ୍ ଆସିକି ପହଞ୍ଚିଲି। ପୁରା ମ୍ୟାଡ଼ାମ୍ ପୁରା ବସିକି ଟିଭି ବି ଦେଖୁଛନ୍ତି ଆଉ। ତାପରେ ଆଉ ଟିକେ ଗେଲ କରିଦେବା ଆଉ ମୋ ଧନ ଗେଲ କରିଦେଲି ଏବେ ଟିକେ। ତା ଦେହଟା ବି ଭଲ ନାହିଁ ମୋତେ ଫୋନ୍ କରିଥିଲା ସେଥିପାଇଁ ରୋଷେଇ କରିନି ରୁଟି ବନେଇନି। ସେଇ ଦ୍ୱିପହର ଖାଇବା ଥିଲା ସେଇଆକୁ ହିଁ ଖାଇବୁ। ମୁଁ ଏବେ ଚାଲି ପୁରା ଫ୍ରେଶ୍ ହେଇଗଲି ଏବେ ମୋତେ ହିଁ ଖାଇବା ବାଢ଼ିବାକୁ ପଡ଼ିବ। ତାକୁ ଭଲ ଲାଗୁନି କିଛି। ତ ଚାଲନ୍ତୁ ଏବେ ଖାଇବା ବାଢ଼ି ଦେବା। ମୁଁ ଗଲାବେଳକୁ ପୁଣି ବି ସେ ଗାଲେଇକି ସେମିତି ଶୋଇଛି। ମୁଁ ତାକୁ ପୁରା ଜିଦି କରୁଛି ଆସ ଖାଇବୁ ବୋଲି ମନା କରୁଛି। ଟିଭି ଦେଖୁଛି ବୋଲି ମୁଁ ଚା ଖାଇବୁ ଜବରଦସ୍ତି କରୁଛି। ଚା ଖାଇବୁ ଚା ତଥାପି ମନା କରୁଛି। ଗୋଟେ ଆସିଲା ଏବେ ଉଠିଲା ଏବେ ଖାଇବାକୁ ଯିବୁ ଆମେ। ମୁଁ ବାଢ଼ି ଦେବି। ବାଢ଼ିକି ଏବେ ତାକୁ ଖୁଆଇ ତ ପାରିବିନି ପଖାଳ ଭାତ ସେ ତାର ଖାଇବ ହାତରେ ତାର ମୋର ମିଶିକି ଏବେ ଖାଇବୁ। ଦେଖନ୍ତୁ ଗୁନୁ ଏବେ ସବୁ ପ୍ରିପେୟାର କରୁଛି। ଏବେ ଖାଇବା ସବୁ ଆମର ରେଡ଼ି ହେଇଯାଇଛି ଦେଖୁଥିବେ। ଗୋଟେ ଟମାଟୋ ଗୋଟେ ପାଗ ହେଇଛି ଶୁଖୁଆ ରାଇ ଆଉ ଏପଟେ ମୁଁ ଚିକେନ ପକୋଡ଼ା ଆଣିଥିଲି ତା ଚଟଣି ଫଟଣି ଥୁଆ ହେଇଛି। ଗୁନୁ ଟିକେ ଖାଇକି ଦେଖିଲୁ ଟେଷ୍ଟ କଲୁ କେମିତି କ'ଣ ହେଇଛି ସବୁ। ଗୁନୁ ଖାଇବା ଆରମ୍ଭ କଲା। ଦେଖିବା କେମିତି କ'ଣ ଲାଗୁଛି। ଗୁନୁ ଖାଇବା କେମିତି ଲାଗୁଛି? ବହୁତ ବଢିଆ ଲାଗୁଛି। ବଢ଼ିଆ ଲାଗୁଛି। ପକୋଡ଼ା ଟିକେ ଟେଷ୍ଟ କରିକି କହ ନା କେମିତି ଲାଗୁଛି? ୱାଓ ବଢିଆ ହେଇଛି ମସ୍ତ ପକୋଡାଟା। ଲାଗୁଛି। ମସ୍ତ ଲାଗୁଛି। ଯଦି ଆପଣଙ୍କୁ ଆମ ଭିଡ଼ିଓଟି ଭଲ ଲାଗିଥାଏ ତ ନିହାତି ଲାଇକ୍ କରିବେ କମେଣ୍ଟ କରିବେ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିବେ। ଦେଖା ହବ ନେକ୍ସଟ ଭିଡ଼ିଓରେ। ଟାଟା।